ମୁଁ ଆଜି ଆପଣମାନଙ୍କ ସହିତ ଏମିତି ଗୋଟେ କମନ୍ ରେସିପି ଝୁଡ଼ଙ୍ଗ ଆଳୁ ଭଜା ସେୟାର କରିବି। ଆପଣମାନେ ତ ପ୍ରତ୍ୟେକ ପ୍ରାୟ ଟାଇମ୍ ଝୁଡ଼ଙ୍ଗ ଆଳୁକୁ ଏମିତି ଭାଜୁଥିବେ ବା ରୁମା ଛୁଇଁ ଆଳୁକୁ ଏମିତି ଭାଜୁଥିବେ, କିନ୍ତୁ ମୁଁ ଆଜି ୟାକୁ ଟିକେ ଅଲଗା ପ୍ରକାର ଭାଜିବି। ସେଇଥିପାଇଁ ଆପଣମାନଙ୍କ ସହିତ ସେୟାର କଲି। ଆପଣମାନେ ବି ଏଇ ଟାଇପ୍ର ଝୁଡ଼ଙ୍ଗ ଆଳୁକୁ ଗୋଟିଏ ଥର ଭାଜନ୍ତୁ, ବହୁତ ବଢ଼ିଆ ତା'ର ଟେଷ୍ଟ ଲାଗିବ। ଆମେ ୟା ପାଇଁ ଗୋଟେ ଏମିତି ଖାସ୍ ମସଲା କରିକି ଭାଜିବା, ସେଇଥିପାଇଁ ହିଁ ଆର ଟେଷ୍ଟଟା ସବୁଠୁ ଅଲଗା ରହିବ। ଆପଣମାନେ ବି ଏଇ ଟାଇପ୍ର ଗୋଟିଏ ଥର ଝୁଡ଼ଙ୍ଗ ଆଳୁକୁ ଏମିତି ଭାଜନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ରୁଟି, ପିଠା, ଭାତ ଯାହା ସହିତ ବି ଖାଇବେ ନା ବହୁତ ଟେଷ୍ଟ ଲାଗିବ। ଚକୁଳି ବା ପଖାଳ ସହିତ ଖାଇବେ ତ ୟାର ଆହୁରି ବହୁତ ବଢ଼ିଆ ଲାଗିବ। ଆପଣମାନେ ବି ଏଇପରିକା ଥରେ ଭାଜନ୍ତୁ। ଆଉ ଏଇପରି ଝୁଡ଼ଙ୍ଗ ଆଳୁ ଭାଜିବା ପାଇଁ ଭିଡ଼ିଓଟି ପୁରା ଦେଖନ୍ତୁ। ଆଶା କରିବି କି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଫେସବୁକ୍ ପେଜ୍ରେ ଦେଖୁଥିଲେ ନିଶ୍ଚିତ ଭାବରେ ଫଲୋ କରିନେବେ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ୍ ଜୁଲିସ୍ କିଚେନ୍କୁ। ତାହେଲେ ଆରମ୍ଭ କରିବା। ଏଇଠି ଏଇ ଯେଉଁ ରୁମା ଛୁଇଁ ଆଳୁର ଭଜା ବା ଝୁଡ଼ଙ୍ଗ ଆଳୁ ଭଜା କରିବା ପାଇଁ ମୁଁ ଏଇଠି କିଛି ଦେଖନ୍ତୁ ରୁମା ଛୁଇଁ ପ୍ରଥମେ ନେଇଛି। ରୁମା ଛୁଇଁ ଭିତରେ ନା ବହୁତ ଶୁଖିଲା ବି ଥାଏ, ତା'ର ମଞ୍ଜି ବି ମୁଁ ଯେଉଁଟା ଶୁଖିଲା ଥିଲା ତା'ର ମଞ୍ଜିକୁ ବାହାର କରିଦେଇଥିଲି। ଆଉ ଏମିତି ରୁମା ଛୁଇଁକୁ ଯେଉଁଗୁଡ଼ା ଟିକେ ଭଲ ଥିଲା ତାକୁ ଏମିତି ବାଛିକି କାଟିଛି। ସେମିତି କିଛି ମାପ ନାହିଁ, ଆପଣ ଆପଣଙ୍କ ଅନୁସାରେ କେତେ ରୁମା ଛୁଇଁ ଆଉ ଆଳୁ ନେବେ ସେଇ ଅନୁସାରେ ଆପଣ ନେବେ। ଆଉ ଏଇଠି ମୁଁ କିଛି ପ୍ରଥମେ ଆଗେ ତା'ର ଉପର ପଟକୁ କାଟିକି ଏମିତି ଲମ୍ବା ଲମ୍ବା ହିସାବରେ ସବୁ ରୁମା ଛୁଇଁ ରୁମା ଛୁଇଁକୁ ମୁଁ ଏଠି କାଟି ଦେଇଛି। ରୁମା ଛୁଇଁ କାଟି ସାରିଲେ ଆମେ ଆଳୁକୁ କାଟିବା। ଏଇଠି ଦେଖନ୍ତୁ ରୁମା ଛୁଇଁକି ମୁଁ ସାଇଡ଼୍ରେ ରଖିଲି। ଆଉ ୟା ପାଇଁ ଦୁଇଟା ମୁଁ ଏମିତି ବେଶୀ ବଡ଼ ନାହିଁ, ଟିକେ ହାଲକା ବଡ଼ ଅଛି, ଏମିତି ଦୁଇଟା ଆଳୁ ନେଇଛି। ଆପଣ ଯେମିତି କହିଲି ମୁଁ ଆପଣଙ୍କ ଅନୁସାରେ ଆଳୁ ଆଉ ରୁମା ଛୁଇଁର ମାତ୍ରା ଅଧିକ କମ୍ କରିପାରିବେ। ଏଇଠି ଆଳୁକୁ ମୁଁ ଚୋପା ଛଡ଼େଇକି ଗୋଟା ବି ଥରେ ଧୋଇଥିଲି ନେଇ ଆସିଛି। ଆଳୁକୁ ଏମିତି ଲମ୍ବା ଲମ୍ବା କାଟିକି ଆମେ ଛୋଟ ଛୋଟ ପିସ୍ କରିକି କାଟିବା। ଆପଣ ଏଇଠି ଚାହିଁଲେ ଆପଣଙ୍କ ମନପସନ୍ଦ ଅନୁସାରେ ବି ଆଳୁକୁ ଏଇଠି କାଟିପାରିବେ। ଆପଣମାନେ ଏମିତି ବି ମୁଁ ଛୋଟ ଛୋଟ କାଟିଛି, ଆପଣମାନେ ଏମିତି ଛୋଟ ଛୋଟ ବି କାଟିପାରିବେ। ଏବେ ଆଳୁକୁ କାଟି ସାରିକି ଏଇଠି ମୁଁ କ'ଣ କରୁଛି ନା ସବୁ ଆଳୁକୁ ଏମିତି କାଟି ଦେଇଛି। ଆଉ ରୁମା ଛୁଇଁ ଆଳୁକୁ ଆଉ ଥରେ ଭଲ ଭାବରେ ଏଇଠି ମୁଁ ଧୋଇକି ନେଇ ଆସିଛି, ଏଇଠି ଦେଖିପାରୁଥିବେ। ଏବେ ଆମେ ରୁମା ଛୁଇଁ ଆଳୁକୁ ସାଇଡ଼୍ରେ ରଖିବା। ଆଉ ବସାଇବା ଗୋଟେ ଗ୍ୟାସ୍ର ଫ୍ଲେମ୍କୁ ଅନ୍ କରିକି ଏମିତି ପ୍ୟାନ୍ ଆଉ 2ରୁ 3 ଚାମଚ ଆମେ ସୋରିଷ ତେଲ ଦେବା। ଯେହେତୁ ଆମେ ପିଆଜ ରସୁଣ କରୁଛନ୍ତି ସେଇଥିପାଇଁ ସୋରିଷ ତେଲରେ କଲେ ହିଁ ଭଲ ଲାଗିବ। ଆଉ ତେଲ ଗରମ ହେଇଗଲେ ହାଫ୍ ଚାମଚର ଜିରା ଦେବା। ଗୋଟେ ବଡ଼ ସାଇଜ୍ର ପିଆଜକୁ ମୁଁ ଚୁନ ଚୁନ କାଟିକି ଦେଇଛି। ଆଉ ପିଆଜକୁ ଆମେ ହାଲକା ଭାଜିବା, ବେଶୀ ପୁରା କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ପ୍ରଥମେ ଭାଜିବାନି, ଆଗେ ଟିକେ ହାଲକା ଭାଜିବା। ଆଉ ପିଆଜ ଏମିତି ଟିକେ ହାଲକା ଭାଜିକି ଫ୍ଲେମ୍କୁ ମିଡ଼ିୟମ୍ ରଖିଥିବେ। ଆଉ ଯେମିତି ମୁଁ କୁହେ ଭିଡ଼ିଓରେ ନା ଛାଡ଼ିକି ଯିବେନି, ପୋଡ଼ିଯିବ। ଥରେ ତରକାରୀ ମାନେ ପୋଡ଼ିଗଲେ ନା ସ୍ୱାଦଟା ପୁରା ଅଲଗା ହେଇଯିବ। ଆଉ ଏଇଠି ପିଆଜକୁ ଆମେ ଟିକେ ଏମିତି ହାଲକା ଭାଜି ସାରିଲେ ଆମେ ଆଳୁକୁ ପ୍ରଥମେ ପକାଇବା। ସେଇଥିପାଇଁ ମୁଁ ହିଁ କହିଥିଲି କି ପିଆଜକୁ ଆମେ ପ୍ରଥମେ ହାଲକା ଭାଜିବା, କାହିଁକି ଆଳୁ ସହିତ ଆମକୁ ଆମେ ଆଉ ଥରେ ଭାଜିବା। ଆଳୁ ପିଆଜକୁ ଆମେ ଏଇଠି ଆଉ ଥରେ ଭଲ ଭାବରେ ଭାଜିବା, ଯେମିତିକି ଆଳୁ ପିଆଜ ଆମର ଆଳୁ ବି ଟିକେ ଭାଜି ହେଇଯିବ ଆଉ ପିଆଜ ବି ଆମର ଭଲ ଭାବରେ ଭାଜି ହେଇଯିବ। ଏଇଠି ଦେଖନ୍ତୁ ଆଳୁ ପିଆଜ ମୁଁ ଏଇଠି ଫ୍ଲେମ୍କୁ ଯେମିତି କହିଲି ମୁଁ ମିଡ଼ିୟମ୍ ରଖିଦେବା। ଏଇଠି ଆଳୁ ପିଆଜ ବି ଭାଜି ହେଇଗଲାଣି। ଏବେ ଆମେ ଏଇଠି ରୁମା ଛୁଇଁକୁ ପକାଇଦେବା। ଆଉ ପକାଇକି ଆଉ ଥରେ ତାକୁ ଟିକେ ଏମିତି ଭଲ ଭାବେ ଗୋଳେଇକି ଭାଜିବା। ଏଇଠି ଫ୍ଲେମ୍କୁ ଆମେ ମିଡ଼ିୟମ୍ ଟୁ ଲୋ ରଖିଥିବା। ଆଉ ଏମିତି ଆଳୁ ଆଉ ରୁମା ଛୁଇଁକୁ ଏଠି ଭାଜି ସାରିକି ଏଇଠି କ'ଣ କରିବା, ଟିକେ ଗୁଣ୍ଡ ମସଲା ଆମେ କିଛି ପକାଇଦେବା। ଏଠି ମୁଁ ଦେଇଛି 1/4 ଟିସ୍ପୁନ୍ର ହଳଦୀ ଗୁଣ୍ଡ, ହାଫ୍ ଟିସ୍ପୁନ୍ କାଶ୍ମୀରୀ ଲଙ୍କା ଗୁଣ୍ଡ ଆଉ ସ୍ୱାଦ ଅନୁସାରେ ଲୁଣ। ଆମେ ଯେହେତୁ ଯେଉଁ ମସଲାଟା ଆମେ କହିଥିଲି ମୁଁ ପ୍ରଥମରୁ କରିବା ସେଇଟା ପକାଇବା, ସେଥିପାଇଁ ଆଉ କିଛି ଗୁଣ୍ଡ ମସଲା ଏଠି ମୁଁ ଆଡ଼୍ କରିନି। ଏବେ ଆମେ ୟାକୁ ଆଉ ଟିକେ ଗୋଳେଇ ଦେବା। ଆଉ ଫ୍ଲେମ୍କୁ ଏଠି ପୁରା ଲୋ ରଖିଥିବେ। ଆଉ ଟିକେ ଚାହିଁବେ ଯଦି ଅଧିକ ଶୁଖିଲା ଲାଗେ ପାଣି ଛିଟା ଟିକେ ମାରିଦେବେ। ଏଠି ମୁଁ ଅଳ୍ପ ଟିକେ ପାଣି ଛିଟା ମାରିଥିଲି, 2 ଚାମଚ ଖଣ୍ଡେ ହେବ। ଫ୍ଲେମ୍କୁ ଏଠି ପୁରା ଲୋ ରଖିଦେବା। ଆଉ ଏଠି ଆମେ କିଛି ସମୟ ପାଇଁ ତାକୁ ଘୋଡ଼େଇ ଦେବା। ଏପଟେ ମସଲାଟା କରିବା। ଏଠି ମୁଁ ନେଇଛି 1 ଚାମଚର ଧନିଆ, 1 ଚାମଚର ଧନିଆ ପାଇଁ ନେଲି ହାଫ୍ ଚାମଚର ଜିରା। ଆଉ ହାଫ୍ ଚାମଚ ଜିରା, 1 ଚାମଚ ଧନିଆକୁ ଏଠି ମୁଁ ଦେଇଛି 7-8 କୋଲା ରସୁଣ ଆଉ 1ରୁ 1.5 ଇଞ୍ଚ ଖଣ୍ଡେ ଅଦା। ଆଉ ସବୁଠୁ ତା'ର ଏଇଟା ମେନ୍ ଜିନିଷଟା ହେଲା ନଡ଼ିଆଟା। ଏଠି 2 ଚାମଚ ପାଖାପାଖି ହେବ, ଏଠି ଦେଖିପାରୁଥିବେ। ଗୋଟେ ଖଣ୍ଡେ ମାନେ ଅଳ୍ପ ଟିକେ ନଡ଼ିଆକୁ ଏଠି ମୁଁ ନେଇଛି। ଆଉ ୟାକୁ ଏଇଠି କ'ଣ କରିବା ନା ପାଣି ଦେବାନି, ସେମିତି ଗ୍ରାଇଣ୍ଡିଙ୍ଗ କରିବା। ପଲ୍ସ ମୋଡ଼୍ରେ ଥରେ 2 ଥର ଗ୍ରାଇଣ୍ଡିଙ୍ଗ କଲେ ଏଇଟା ଏମିତି ହେଇଯିବ, ଖଦଖଦଡ଼ିଆ ରଖିବା। ଆଉ ଏଇଠି ମନେ ରଖିଥିବେ ପାଣି ଦେଇକି ତାକୁ ବାଟିବେନି, ଏମିତି ଶୁଖିଲା ବାଟିବା। ଏମିତି ଏଇଠି ଦେଖନ୍ତୁ ଆଉ ଥରେ ମୁଁ ରୁମା ଛୁଇଁ ଆଳୁକୁ ଏବେ ଖୋଲିକି ଦେଖାଉଛି। ଟିକେ ମାନେ ହେଇ ଆସିଲାଣି, ମାନେ ଦରସିଝା ହେଇଗଲାଣି। ଏଇ ଟାଇମ୍ରେ କ'ଣ କରିବା ନା ଟିକେ ଚଲେଇ ଦେଇ ସାରିଲା ପରେ ଆମେ ଯେଉଁ ମସଲା କରିକି ରଖିଥିଲେ ନା, ଏଠି ଦେଖନ୍ତୁ ଆଳୁଟା ବି ଦେଖୁଛି, ଦେଖନ୍ତୁ ଟିକେ ହାଲକା ସିଝି ବେଶୀ ସିଝି ଆସିନି। ଏଇଠି ଆମେ ମସଲାକୁ ପକାଇଦେବା, ଯେଉଁ ମସଲାକୁ ଆମେ କରିକି ରଖିଥିଲେ। ଏବେ ଆମେ ଏଠି ଫ୍ଲେମ୍କୁ ଯେଉଁ ଲୋ ଅଛି ଆମର
आउ टिके भल भाव मसला को आउ रुमा छुई आलू को मिसेकी आम भाजवा जेहेतु आम अदा रसुण कंचा अच्छे एवं सांगे सांगे घोड़ेबनी एमती हल्का आम या भाजवा एमती टिके किसी समय माने 2 मिनिट खंडे ये मुझे भाजी 2 मिनिट एमती भाजी सारापर ये मुझे 2टा छोट छोट टमाटो को चुन चुन काटिकी देती आप बड़ साइज टमाटो हेल्ले गोटे देवे एतिकी रुमा छुई आलू एतिकी टमाटो ही ठीक हम ऊपर एमती देदेकी एवं फ्लेम को आउ थे पूरा लो करदे आठी 2-3 मिनिट पर्यंत घोड़े देवा देखो जेहेतु आलू आम आगु भाजी एति घोड़े देले ही ठीक सीझीज मुझे 3 मिनिट खंडे घोड़े थी आउ थे देखो भल भाव आम चलेदेवा आ टमाटो को पूरा सफ्ट हवा पर्यंत आउ टे आम भाजवा ये आलू भी देखो देखो आलू पूरा आमर देखो केमती भल भाव पूरा सीझीगला आलू जेहेतु सीझे आम रुमा छुई भी सीझे एवं आम कौन करवा ना शेष में किसी धनिया पत्र उपर पकईदेवा आपण मान पाखे धनिया पत्र थी निहाती टी आड करेंगे बहुत बढ़िया तार बास्नाटा आसो ये देखो आउ टे आम एमती भाजी देकरी ये आमर रेडी हो गला ये आमर सीझीगला ये आमर रेडी होगा आज ये टेस्टी रुमा छुई आलू भजा आपण मैंने भी यही उपाय रुमा छुई आलू को गोटे थर भाजतु देखिए बहुत बढ़िया लगे छोटू बड़ समस्ते पसंद करेंगे आपण मैंने भी एमती भाजतु आमती लगला मो सहित सेयार करने को बिल्कुल भी भूलतुनि आशा करी कि आज रेसिपी आपण को पसंद आसो वीडियो पसंद आसे वीडियो को गोटे लाइक निश्चय करेंगे ताले आ गोटे रेसिपी सहित पुणी आसबि आज रोचे नमस्कार जय जगन्नाथ।